ଅଭିନନ୍ଦନ। ଇଂରାଜୀ ନବବର୍ଷ ଆଉ କିଛି ଦିନ ପରେ ଆମେ ପହଞ୍ଚିବା 2026ରେ। ସେଇ ପରିପ୍ରେକ୍ଷୀରେ ଆଜି ମଧ୍ୟ ସେଇ ଇଂରାଜୀ ନବବର୍ଷ ଶୁଭେଚ୍ଛା ଆଗୁଆ ଆପଣଙ୍କୁ ଜଣାଉଛି। ଆଜି ଯାହା ରବି ବାବୁ ଆପଣମାନଙ୍କୁ କହିଲେ ଯେ ଡିସେମ୍ବର 26 ଆମର ଯେଉଁ ଦଳର ପ୍ରତିଷ୍ଠା ଦିବସ ଏଠି ଶଙ୍ଖ ଭବନରେ ତାହା ପାଳନ କରାଯିବ ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଏବଂ କ୍ଷେତ୍ରୀୟ ସ୍ତରରେ ମଧ୍ୟ ତାହା ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରିବ। ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ ଜିଲ୍ଲା ସ୍ତରରେ ହଉ କ୍ଷେତ୍ରୀୟ ସ୍ତରରେ ହଉ ଏବଂ ଏଠି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ସମସ୍ତେ ଉପସ୍ଥିତ ରହି ତାହା ପାଳନ କରିବେ, ଅଂଶଗ୍ରହଣ କରିବେ। ଆମର ସର୍ବମାନ୍ୟ ନେତା ଯିଏ ଦୀର୍ଘ ଦଳକୁ ଏବଂ ଓଡ଼ିଶାବାସୀଙ୍କୁ ଓଡ଼ିଶାକୁ ତାଙ୍କର ବିଜୁ ଜନତା ଦଳର ଶାସନ କାଳ ଭିତରେ ଓଡ଼ିଶାର ଲୋକଙ୍କ ସ୍ୱାର୍ଥକୁ ସଦାବେଳେ ସର୍ବୋଚ୍ଚ ଅଗ୍ରାଧିକାର ଦେଇଛନ୍ତି। ସିଏ ମଧ୍ୟ ଉପସ୍ଥିତ ରହିବେ ଯାହା ଦେବାକୁ ସୂଚନା ଦେଲେ। ଏବଂ ଏଠି ମୁଁ ଏହା ରଖିବାକୁ ଚାହେଁ ଯେ ସଦାବେଳେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ଅଗ୍ରାଧିକାର ଦେଇଛି। ପାଖାପାଖି 3 ଦଶନ୍ଧି ହେବାକୁ ଯାଉଛି। 1997 ଡିସେମ୍ବର 26ରୁ ପ୍ରତିଷ୍ଠିତ ହୋଇଥିବା ଦଳ ବର୍ତ୍ତମାନ ଆମେ 29 ବର୍ଷରେ ପଦାର୍ପଣ କରିବାକୁ ଯାଉଛୁ, ଯାହାକି ଗୋଟେ ଆଞ୍ଚଳିକ ଦଳ ପାଖରେ ନିଶ୍ଚିତ ଭାବେ ଗୋଟିଏ ବଡ଼ ସଫଳତା। ଏବଂ ବିଭିନ୍ନ କ୍ଷେତ୍ରରେ ଅତୀତରେ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଓଡ଼ିଶାର ହକ୍ ଦାବିକି ସବୁ କ୍ଷେତ୍ରରେ ଉପସ୍ଥାପନ କରିଛୁ। ସେ ସମସ୍ୟା ଅନେକ, ପ୍ରସଙ୍ଗ ଅନେକ, ସେ ବନ୍ୟା ସାହାଯ୍ୟ ହଉ, କୋଇଲା ରୟାଲ୍ଟି ହଉ ଏବଂ ସ୍ୱତନ୍ତ୍ର ରାଜ୍ୟ ପାଇଁ ହଉ, ଆମେ ସଦାବେଳେ ଲୋକଙ୍କ ସ୍ୱାର୍ଥକୁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ଅଗ୍ରାଧିକାର ଦେଇଛୁ ଏବଂ ସମସ୍ୟାର ସମାଧାନ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଆମ ନେତାଙ୍କ ନେତୃତ୍ୱରେ ଆମେ ଏଇ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପ୍ରତି ଆମେ ସ୍ୱାର୍ଥ ସୁରକ୍ଷା ପ୍ରତି ଆମେ ଅଙ୍ଗୀକାରବଦ୍ଧ ରହିବୁ। ଏହା ହିଁ ଆଗାମୀ ଦିନ ଯେଉଁ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ଆମେ ତାହା ଦୃଢ଼ ଭାବେ ଓଡ଼ିଶାବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବୁ। ଯାହା କହିଲେ ଶ୍ରୀଯୁକ୍ତ ପଣ୍ଡା, ଶ୍ରୀଯୁକ୍ତ ଅମାତ ମଧ୍ୟ କହିବେ। ଏବଂ ଗଲା 28 ବର୍ଷର ଯାତ୍ରା ଯେଉଁ ଦଳ ଏକ ଆଞ୍ଚଳିକ ଦଳ ହିସାବରେ ଓଡ଼ିଶାରେ ଯେତୋଟି ଆଞ୍ଚଳିକ ଦଳ ଗଠନ ହୋଇଛି, ଅନ୍ୟମାନେ ତୁଳନାତ୍ମକ ଭାବରେ କ୍ଷଣସ୍ଥାୟୀ ହୋଇଛନ୍ତି। ଯେଉଁ ପ୍ରମୁଖ ଉଲ୍ଲେଖନୀୟ ଦଳ 8ଟି ଅଛି କିମ୍ବା ଛୋଟ ଅନ୍ୟ ଦଳ ବି ଅଛି ବିଭିନ୍ନ ସମୟରେ, ଏବଂ ତାହା ବିଭିନ୍ନ ସମୟରେ ଗଠିତ ହୋଇଛି। କିନ୍ତୁ ଏକ ଐତିହାସିକ ସନ୍ଧିକ୍ଷଣରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅବର୍ତ୍ତମାନରେ ତାଙ୍କ ନାଁରେ ନାମିତ ଦଳ ନବୀନ ବାବୁଙ୍କ ନେତୃତ୍ୱରେ ଏକବିଂଶ ଶତାବ୍ଦୀର ଆରମ୍ଭରୁ ବିକାଶର ବିଭିନ୍ନ ବିଭବରେ ଓଡ଼ିଶାର ଯେଉଁ ଷ୍ଟୋରି ଥିଲା, ଯେଉଁ କାହାଣୀ ଥିଲା, ଯେଉଁ ଦାରିଦ୍ର୍ୟ ଥିଲା, ଯେଉଁ ଅସମାନତା ଥିଲା, ଯେଉଁ ଭିତ୍ତିଭୂମିଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ଯେଉଁ ପଛୁଆପଣ ଥିଲା, ତାକୁ ଟର୍ନ ଆରାଉଣ୍ଡ କରିକିରି ମୁଣ୍ଡ ପିଛା ଆୟ ବୃଦ୍ଧିଠୁ ଆରମ୍ଭ କରି ବଜେଟଠୁ ଆରମ୍ଭ କରି ଆମ ଆର୍ଥିକ କୃତିର ଶୃଙ୍ଖଳାଠୁ ଆରମ୍ଭ କରି ଏବଂ ଯାହାକୁ ନୀତି ଆୟୋଗ ବି ପ୍ରଶଂସା କରିଛି ଯେ 24 ମସିହାରେ ଯେ ସବୁଠାରୁ ରୋବଷ୍ଟ ଶକ୍ତିଶାଳୀ ଅର୍ଥନୈତିକ ସ୍ଥିତିରେ ଥିବା ପ୍ରଶଂସା କରିଛି। ଉପା ଗଭର୍ଣ୍ଣମେଣ୍ଟ, ଇଣ୍ଡିଆ ଗଭର୍ଣ୍ଣମେଣ୍ଟ କେନ୍ଦ୍ରର ବିଭିନ୍ନ ସମୟରେ ବି ବିଭିନ୍ନ କ୍ଷେତ୍ରରେ ପ୍ରଶଂସା କରିଛି। ତେଣୁ ଆମର ଉତ୍ପାଦନଠୁ ଆରମ୍ଭ କରି ଅଭିବୃଦ୍ଧିଠୁ ଆପଣମାନେ ଜାଣନ୍ତି ଯେ ଶିଳ୍ପଠୁ ଆରମ୍ଭ କରି ଯେଉଁଭଳି ଭାବରେ ତାର ପ୍ରତିଫଳନ ଆମ ଅର୍ଥନୀତିରେ ହେଇଥିଲା ଏବଂ ଏକ ଡେଫିସିଟ୍ ଷ୍ଟେଟ୍ରୁ ଆମେ ସରପ୍ଲସ୍ ଷ୍ଟେଟ୍କୁ ପ୍ରଡକ୍ସନ୍ରେ କିଭଳି ଯାଇଥିଲୁ ଏବଂ ଆମ ଦାରିଦ୍ର୍ୟକୁ, ଉତ୍କଟ ଦାରିଦ୍ର୍ୟକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଥିଲୁ। ଏବଂ ଅଭିବୃଦ୍ଧି ହାର ଥିବା ଦଳ ଆଜି ନିର୍ବାଚନରେ ହୁଏତ ଜନମତରେ ଆମେ ସଂଖ୍ୟା ଥିଲେ ବି ଆମେ ସରକାର କରିନୁ। ତେଣୁ ଏକ ଗଠନମୂଳକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହିସାବରେ, ଦାୟିତ୍ୱ ସମ୍ପନ୍ନ ରେସ୍ପନ୍ସିବଲ୍ ଅପୋଜିସନ୍ ହିସାବରେ ଆମେ ଲୋକଙ୍କର ସମସ୍ୟା, ଜନଗଣଙ୍କର ସମସ୍ୟା, ସେ
ଦରଦାମ ବୃଦ୍ଧିର କଥା ହେଉ, ନାରୀ ନିର୍ଯାତନାର କଥା ହେଉ, ଆଇନ ଶୃଙ୍ଖଳାର ଅବନତି କଥା ହେଉ, କିମ୍ବା ଆମର ମହିଳାମାନଙ୍କ ପ୍ରତି ପ୍ରତାରଣାର କଥା ହେଉ, ଆମେ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଅସୁରକ୍ଷିତର କଥା ହେଉ, ଆଦିବାସୀ ଦଳିତମାନଙ୍କ ପାଇଁ ସଂଗ୍ରାମର କଥା ହେଉ, ଚାଷ ପାଇଁ ସଂଗ୍ରାମର କଥା ହେଉ, ବରଗଡ଼ରେ ଆମେ କରିଥିଲୁ, କୋରାପୁଟରେ କରିଥିଲୁ, ଓବିସି ମାନଙ୍କ ପ୍ରତି ଅବିଚାର ଗଭର୍ଣ୍ଣର ହାଉସ୍ ଆଗରେ କରିଥିଲୁ, ଏବଂ ଆମେ ସେକ୍ରେଟାରିଏଟ୍ ଘେରାଉ ଠାରୁ ଆରମ୍ଭ କରି ଏବଂ କ୍ଷେତ୍ରୀୟ ସ୍ତରରେ ମଧ୍ୟ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ନେଇଛେ ଏବଂ ସେ କଥାକୁ ଆମେ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହିସାବରେ ନେବା ପାଇଁ ଆମର ପ୍ରତ୍ୟୟ ରହିଛି ଏବଂ ଆମ 29 ବର୍ଷ 28 ପଦାର୍ପଣ କଲୁ ଆମେ ଆମର ଦାୟିତ୍ୱ ନିର୍ବାହ କରିବୁ। ଓଡ଼ିଶାର ବିକାଶକୁ, ଓଡ଼ିଶାକୁ ପୋଲାବରମ ମହାନଦୀରେ କି କ୍ଷେତ୍ରରେ ହେଉ ଯେଉଁଥିରେ କି କେନ୍ଦ୍ରୀୟ ଅନୁଦାନ କମ୍ ହେବା ହେଉ କିମ୍ବା ଏ ଯେଉଁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଯେଉଁ କଥା କିମ୍ବା ଜନବିରୋଧୀ କଥା ତାକୁ ଆମେ ଉତ୍ଥାପନ କରିବାର କାର୍ଯ୍ୟକ୍ରମ ନେଇଛୁ ଏବଂ ଏ 29ରେ ବି ବର୍ଷର ଶୁଭାରମ୍ଭରେ ମଧ୍ୟ ଆମେ ତାକୁ ନେବୁ ଏବଂ ତାକୁ ବର୍ତ୍ତମାନ ବି ସାମ୍ପ୍ରତିକ ଯେଉଁ ଅବସ୍ଥା ଭୋଗୁଛନ୍ତି ଚାଷୀମାନେ ଶ୍ରୀ ପ୍ରଦୀପ ଅମାତ ପ୍ରଦେଶ